ବାପାଙ୍କୁ 6 ମାସ ହେଲାଣି ମୁଁ ବାପାଙ୍କ ସହିତ ଦେଖା ହେଇପାରିନି। ଆଉ ସେଇଥିପାଇଁ ମୁଁ ଥରେ କି 2 ଥର ଖଣ୍ଡେ ଭିଡ଼ିଓ କଲିଂ କରେ। କାହିଁକିନା ମାଆଙ୍କର ବି ବଡ଼ ଫୋନ୍ ନଥିଲା ସେତେବେଳେ। ନମସ୍କାର, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ସାଙ୍ଗମାନେ, ସମସ୍ତଙ୍କର ବାପା ମା ତା ପୁଅମାନଙ୍କୁ କି ଝିଅମାନଙ୍କୁ ତା ସନ୍ତାନମାନଙ୍କୁ ସମସ୍ତଙ୍କୁ ଭଲ ପାଆନ୍ତି। ତ ମୋ ବାପା ମା ବି ମୋତେ ବହୁତ ଭଲ ପାଆନ୍ତି। ଆଉ ମୋ ମା ତ ବର୍ତ୍ତମାନ ଆପଣମାନେ ଜାଣିଛନ୍ତି ଏଇଠି ପାଖରେ ଅଛନ୍ତି, ଏଇ ଏମ୍ସ ପାଖରେ ମୋ ପାଇଁ ଖାଇବା ବନେଇକି ଦେଉଛନ୍ତି, ବହୁତ ଦିନ ହେଲାଣି ଅଛନ୍ତି। ଆଉ ତା ପୁଅକୁ କେମିତି କ'ଣ ଖାଇବା ମିଳିବ ସେ ଜାଣିଛନ୍ତି। ଆଉ ମୋତେ ବି ପଚାରନ୍ତି କ'ଣ ଖାଇବୁ ନାହିଁ, ସେସବୁ ବିଷୟରେ ପଚାରିକି ମୁଁ ଖାଇବା ବନେଇକି ଦିଅନ୍ତି। ତା ସହିତ ମୋତେ ଦେଖା ମଧ୍ୟ କରିବା ପାଇଁ ଆସନ୍ତି। ଆପଣମାନେ ସମସ୍ତେ ଜାଣିଛନ୍ତି କ୍ୟାନ୍ସର ଟ୍ରିଟମେଣ୍ଟ ମୋର ଏମ୍ସରେ ଚାଲିଛି। ଆଉ ବହୁତ ଦିନ ହେଲାଣି ମୁଁ ପାଖାପାଖି ଏଇଠି 5 ମାସ ହେଲାଣି ଟ୍ରିଟମେଣ୍ଟ ହେଉଛି। ହାଇଦ୍ରାବାଦ 2 ମାସ ହେଲାଣି କରୁଥିଲି, ମାନେ ପାଖାପାଖି 7 ମାସ ହେଲାଣି ମୋ ଟ୍ରିଟମେଣ୍ଟ ଅଲରେଡ଼ି ଚାଲିଛି ବର୍ତ୍ତମାନ ରିଲାପ୍ସ ପରେ। ତେଣୁ ତା ଭିତରେ ମୁଁ ଆଜି ଆପଣମାନଙ୍କୁ ଏମିତି ଗୋଟେ କଥା କହିବା ପାଇଁ ଯିବି ଯେଉଁଟାକି ଆପଣମାନେ ଶୁଣିଲେ ଆପଣମାନଙ୍କୁ ବି ଆଖିରେ ଲୁହ ଆସିଯିବ। ମାଆଙ୍କୁ ତ ଦେଖିଲି ଏଇଠି, ମାଆଙ୍କୁ ତ ଦେଖୁଛି, ଖୁସି ବି ଲାଗୁଛି କି ନା ମାଆ ମୋ ପାଖରେ ଅଛନ୍ତି ଏଠି। ଯେହେତୁ ପାଖାପାଖି ରହିପାରୁନାହିଁ, ଯେହେତୁ କିଛି ପ୍ରୋଟୋକଲ୍ସ ଅଛି ମେଡ଼ିକାଲରେ, ଯେ ଆପଣମାନେ ଦେଖିପାରୁଥିବେ ମୁଁ ମେଡ଼ିକାଲ ବେଡ଼୍ରେ ଏଯାଏଁ ବି ଅଛି। ଆଉ ମେଡ଼ିକାଲ ବେଡ଼୍ରେ ଡିସଚାର୍ଜ ହେବାର ଥିଲା, କିନ୍ତୁ ମୁଁ ଡିସଚାର୍ଜ ହେଇପାରୁନି। କ'ଣ ପ୍ରୋବ୍ଲେମ୍ ଦେଇ ଗତି କରୁଛି ମୁଁ ରେଗୁଲାରଲି ପୋଷ୍ଟ କରୁଛି, ଆପଣମାନେ ୟୁଟ୍ୟୁବ୍ ଚ୍ୟାନେଲରେ ଦେଖୁଛନ୍ତି। ତ ମୋ ବାପାଙ୍କ ସହିତ ମୋର ଦେଖା ହେଇପାରିନାହିଁ 6-7 ମାସ ହେଲାଣି, ଯେଉଁଟାକି ମୋତେ ବହୁତ କଷ୍ଟ ଦେଉଛି। ଆଉ ଆଜି ମୋ ବାପାଙ୍କର କଲ୍ ଆସିଥିଲା। ବାପା ପଚାରିଲେ ଆଉ କେମିତି ଅଛୁ। ତ ଶୁଣିକି ମୁଁ ସବୁବେଳେ ଖୁସିର ସହିତ ବାପାଙ୍କ ସହିତ କଥା ହୁଏ। କାହିଁକିନା ଯଦି ମୁଁ ସେଟ୍ ହେଇକି କାନ୍ଦିକି ମନ ପକେଇକି ଯଦି ବାପାଙ୍କୁ କହିବି, ତାହେଲେ ବାପା ମନ ଦୁଃଖ କରିବେ ଆହୁରି। କାହିଁକିନା ବାପା ନିଜର ମନର ଯେଉଁ କଷ୍ଟଟାକୁ ବାପା ମାଆ ମାନେ ନିଜ ହୃଦୟରେ ଚାପିକି ରଖିଥାନ୍ତି ସବୁବେଳେ। ସେମାନେ କେବେ ସେଇ ଜିନିଷଟା ଏକ୍ସପ୍ରେସ୍ କରିନାହାନ୍ତି। ଜନ୍ମ ଦେଲା ବେଳେ ମାଆ ବହୁତ କଷ୍ଟ କରିକି ମୋତେ ଜନ୍ମ ଦେଇଛନ୍ତି, କିନ୍ତୁ ଏ କ୍ୟାନ୍ସର ଗୋଟେ ମାଆର କଷ୍ଟକୁ ବୁଝିପାରିଲାନି ଯେ ଗୋଟେ କିଛି ଖରାପ ଅଭ୍ୟାସ ନଥିବା ପିଲାକୁ କ୍ୟାନ୍ସର ଦେଇଦେଲା। ତେଣୁ ବହୁତ ଦୁଃଖ ବି ଲାଗୁଛି ମୋତେ ଗୋଟେ ପୁଅ ହିସାବରେ। ବାପା ମାଆଙ୍କ ସ୍ୱପ୍ନ ପୁରା କରିବା ଜାଗା ଯେଉଁ ସମୟରେ କରିଥାନ୍ତି, ସେଇ ବୟସରେ ମୁଁ ମୋର ବାପା ମାଆଙ୍କୁ ହିଁ କଷ୍ଟ ଦେଉଛି। ତ ଯେ ଜିନିଷଟା ମୋତେ ବହୁତ କଷ୍ଟ ଲାଗୁଛି। ମୋ ବାପା ଦିନେ ମୋତେ କହିଥିଲେ କି ମୋ ସାନ ପୁଅ ଯେବେ ଜବ୍ କରିବ ମୁଁ ମାନେ କାମ କରିବା ବନ୍ଦ କରିଦେବି। ଯେ ବାପା ଯେଉଁ କାମ କରୁଛନ୍ତି ନିଆଁରେ ମିଠା ତିଆରି କରୁଛନ୍ତି, ଆମର ଗୋଟେ ମିଠା ଦୋକାନ ଅଛି। ତ ସେଇଟା କେବେ ହେଇପାରିଲାନି ସମ୍ଭବ। ମୋ ପଢ଼ା ଅଧାରେ ବି ରହିଗଲା, ମୋ ବାପାଙ୍କ ସ୍ୱପ୍ନ ବି ଅଧା ରହିଗଲା। ତ ସେଇ ଜିନିଷଟା ପାଇଁ ମୋତେ ବି କଷ୍ଟ ଲାଗୁଛି। ଆଉ ଯେହେତୁ ବାପା ନିଜ କଷ୍ଟକୁ ହୃଦୟରେ ଚାପିକି ରଖିଛନ୍ତି, ମୁଁ ବି କଷ୍ଟକୁ ଚାପିକି ରଖିକି ଟିକେ ଇମୋସନାଲ୍ ହେଇଯାଇଥିଲି, କିନ୍ତୁ ବାପାଙ୍କୁ ଦେଖେଇନି, ପରେ ହେଇଥିଲି। ତ ଭାବିଥିଲି ନା କିଛି ଗୋଟେ କରିବି ଆଉ ବାପାଙ୍କୁ ହିଁ ଖୁସି କରେଇବି। ତେଣୁ ଭଗବାନଙ୍କୁ ସବୁବେଳେ ଡାକେ କି ମୋତେ ଏଇଟା ଯେହେତୁ ମୋ ଲାଷ୍ଟ ଟ୍ରିଟମେଣ୍ଟ କାଟି ସାରା ବି ହେଇଛି, ତ ସେଥିପାଇଁ ମୁଁ ଭଗବାନଙ୍କୁ ଡାକୁଛି କି ଭଗବାନ ମୋତେ ଆଶୀର୍ବାଦ କରନ୍ତୁ ଯେମିତି ମୁଁ ଏଇଥିରେ ସୁସ୍ଥ ହେଇଯାଏ। ଆଉ ମୁଁ ମୋ ମା ବାପାଙ୍କର ସ୍ୱପ୍ନକୁ ପୁରା କରେ, ସେମାନଙ୍କୁ ଟିକେ ମୁହଁରେ ହସ ଫୁଟାଏ, ଯେମିତିକି ସେମାନେ ବି ତାଙ୍କ ଯେଉଁ ଷ୍ଟ୍ରଗଲ୍ ଲାଇଫ୍ ହେଇଛି ସେମାନଙ୍କୁ ବି କିଛି ଆଶ୍ୱସ୍ତି ମିଳୁ ସେଥିରେ। ସେମାନେ ବି ନିଜର ଖୁସି ମୁଁ ବି ବାଣ୍ଟିବା ପାଇଁ ଚାହେଁ ସେମାନଙ୍କୁ। ତ ଚେଷ୍ଟା କରିବି ଯେମିତି ବି ହଉ, ଭଗବାନଙ୍କୁ ଡାକୁଛି ଯଥାଶୀଘ୍ର ମୋତେ ସୁସ୍ଥ କରି ଏ ଜାଗାରୁ ବାହାର କରନ୍ତୁ ବୋଲି। ଆଉ ରହିଲା ବାପାଙ୍କୁ ଦେଖା କରିବା କଥା, ବାପାଙ୍କୁ 6 ମାସ ହେଲାଣି ମୁଁ ବାପାଙ୍କ ସହିତ ଦେଖା ହେଇପାରିନି। ଆଉ ସେଇଥିପାଇଁ ମୁଁ ଥରେ କି 2 ଥର ଖଣ୍ଡେ ଭିଡ଼ିଓ କଲିଂ କରେ। କାହିଁକିନା ମାଆଙ୍କର ବି ବଡ଼ ଫୋନ୍ ନଥିଲା ସେତେବେଳେ, ତେଣୁ ସ୍ମାର୍ଟଫୋନ୍, ତ ସେଥିପାଇଁ ମୁଁ ବାପାଙ୍କ ସହିତ ଭିଡ଼ିଓ କଲିଂ କରିପାରିନି। ଭାଇ ତ ଏପଟେ ରୁହନ୍ତି ମୋ ସହିତ, ଦିଦି ତାଙ୍କର ସେପଟେ ତା କାମରେ ରୁହନ୍ତି, ଘରେ ରୁହନ୍ତି। ତେଣୁ ଘରେ ବାପା ଦୋକାନ ସମ୍ଭାଳନ୍ତି, ମା ଘର ସମ୍ଭାଳୁଥିଲେ, ଆଉ ଭାଉଜ ବି ଅଛନ୍ତି ଘରେ। ତେଣୁ ଯେତେବେଳେ ବି ସମୟ ମିଳେ ବାପାଙ୍କୁ ଟିକେ କଥା ହେଇଯାଏ ବାପାଙ୍କ ସହିତ। ତେଣୁ ବାପାଙ୍କ ସହିତ 6 ମାସ ଯେହେତୁ ଦେଖା ହେଇନାହିଁ, ବହୁତ କଷ୍ଟ ଲାଗୁଛି। ଯେଉଁ ଜିନିଷଟା ଭ୍ୟାଲ୍ୟୁ ଆମେ ପୂର୍ବରୁ ବୁଝିପାରୁନଥିଲୁ, ସେଇ ଭ୍ୟାଲ୍ୟୁ ଗୁଡ଼ାକୁ ପରବର୍ତ୍ତୀ ସମୟରେ ରିଏଲାଇଜେସନ୍ ହେଉଛି କି ନା, ଯେଉଁମାନେ ବି ଆମ ପାଇଁ
ନିଜର ସାରା ଜୀବନକୁ ଉତ୍ସର୍ଗିତ କରିଦେଇଛନ୍ତି 60 ବର୍ଷ 70 ବର୍ଷ, ଆମେ ତାଙ୍କ ପାଇଁ କରିଛେ କ'ଣ ଆକ୍ଚୁଆଲି? ତ ଏ କ୍ୟାନ୍ସର ପାଇଁ ମୁଁ ମୋ ବାପାଙ୍କୁ ଆଜି 6 ମାସ ହେଲା ଦେଖା କରିପାରୁନି। ଏ କ୍ୟାନ୍ସର ପାଇଁ ମୋ ମା ଏଠି ପାଖରେ ଅଛନ୍ତି, ଆସନ୍ତି, କିନ୍ତୁ ଏଇ କବାଟ ପାଖରେ ମୁଁ ସେତିକି ବି ଯାଇକି ତାଙ୍କୁ ମାନେ ପାଖରେ ଯାଇକି କଥା ହେଇପାରୁନାହିଁ। ତେଣୁ ଜୀବନଟା ଏମିତି ସଂଘର୍ଷମୟ ମୋ ସହିତ ଚାଲିଛି, ଆଉ ଅନ୍ୟମାନଙ୍କର ବି ଏମିତି ବହୁତ ଦୁଃଖ କଷ୍ଟ ସବୁ ଜିନିଷ ଚାଲିଛି। ତେଣୁ ମୁଁ ମୋର ଆଜି କଷ୍ଟଟାକୁ ଆପଣମାନଙ୍କୁ ଜଣେଇଲି। ଯଦି ଆପଣମାନେ ବୁଝିପାରୁଥିବେ କି ମୁଁ କେତେ କଷ୍ଟର ସହିତ ଦେଇ ଗତି କରୁଛି ବର୍ତ୍ତମାନ, ତଥାପି ଫାଇଟ୍ କରୁଛି ଭଲ ହେବା ପାଇଁ, ଭଗବାନଙ୍କୁ ଡାକୁଛି କି ସୁସ୍ଥ ହେବା ପାଇଁ ଯଥାଶୀଘ୍ର, ଆଉ ବାହାରକୁ ବାହାରିକି ମୋ ନିଜେ ଫେର୍ ସେୟାର ଗୋଟେ ନେଇକି ନିଜକୁ ଫାଷ୍ଟ ରିକଭର କରିବାର ଅଛି, ନିଜକୁ ଆଗେ ସୁସ୍ଥ କରିବାର ଅଛି, ତାପରେ ନିଜକୁ ଆଗେ ଫିଟ୍ ହେଇକି ମେଣ୍ଟାଲି ଇମୋସନାଲି ଫିଜିକାଲି ଫିଟ୍ ହେଇକି କେମିତି ସୁସ୍ଥ ହେବି ଫାଷ୍ଟ, ଦେଲେ ସେଇ ଜିନିଷଟା ବାପା ମା ଦେଖିଲେ ଖୁସି ହେବେ ପ୍ରଥମେ, ଆଉ ତାପରେ ମୁଁ ଚେଷ୍ଟା କରିବି ମୋ ବାପା ମାଙ୍କୁ ଖୁସି କରିବା ପାଇଁ। ସେଇ ଜିନିଷଟା ଭାବିଛି, ଆଉ ଯାଇକି ବାପାଙ୍କୁ ବି ଦେଖା କରିବି, କାହିଁକିନା ବାହାରିଲେ ତ ମାଆଙ୍କୁ ବି ଫାଷ୍ଟ ଦେଖା ମିଳିବ ମାଆଙ୍କର, ଆଉ ତାପରେ ବାପାଙ୍କୁ ଯାଇକି ଦେଖା କରିବି। ବାସ୍ ଭଗବାନଙ୍କୁ ଡାକୁଛି, ଆପଣମାନେ ସମସ୍ତଙ୍କୁ ପାଖରେ ପ୍ରାର୍ଥନା କରୁଛି କି ଆପଣମାନେ ସମସ୍ତେ ପ୍ରାର୍ଥନା କରନ୍ତୁ କି ଯଥାଶୀଘ୍ର ମୁଁ ବାହାରିଯାଏ, ଆଉ ମୋର ଯାହା ଯାହା ସବୁ ସ୍ୱପ୍ନ ଅଛି ସବୁ ଜିନିଷ ମୋର ପୁରା ହଉ। ଆଉ ଆପଣମାନଙ୍କୁ ଯଦି ମୋ କଷ୍ଟ କୁ ଅନୁଭବ କରିପାରୁଥିବେ ସତରେ, ତାହେଲେ ନିଶ୍ଚିତ ଭାବରେ ଆପଣମାନେ ବି ଜାଣିପାରିବେ କି ମୋ ଲାଇଫରେ କ'ଣ କ'ଣ ସବୁ ଚାଲିଛି ବର୍ତ୍ତମାନ। ବହୁତ ଜଣ ଭିଡ଼ିଓ ଦେଖନ୍ତିନି, ଖରାପ କମେଣ୍ଟ କରନ୍ତି, ବହୁତ କଷ୍ଟ ଲାଗେ, କାହିଁକିନା ଜଣେ କ୍ୟାନ୍ସର ପେସେଣ୍ଟ ହିସାବରେ ଯେଉଁ କଷ୍ଟ ଦେଇ ଗତି କରୁଛି ନା ମୁଁ, ସତରେ ଗୋଟେ 6 ମାସ ବେଡ଼୍ରେ ପଡ଼ିବାଟା ମାନେ ଯେ ସେ କଥା ନୁହେଁ। ଏବେ ବି ଅଛି, ଦେଖନ୍ତୁ ଏଇ ବେଡ଼୍ କେତେ କେତେ ପେସେଣ୍ଟ ଏଇ ବେଡ଼୍ରେ ହିଁ କିଏ ମରିଯାଇଥିବ, ଏଇ ଜାଗାରେ କିଏ ଜାଗାରୁ ଭଲ ହେଇକି ବାହାରିଥିବ, କିଏ ବାହାରିଲା ପରେ ତାକୁ ପୁଣି ଥରେ ରିଟର୍ଣ୍ଣ କରିଥିବ। ଏଇ ବେଡ଼୍ରେ ମୋ ଆସିବା ପୂର୍ବରୁ ଆଉ ଜଣେ କିଏ ଥିବ, ତା ପୂର୍ବରୁ ଆଉ ଜଣେ କିଏ ଥିବ। ତ ଏମିତି ସିଷ୍ଟମେଟିକାଲ ୱେରେ ଚାଲିଥାଏ ସବୁ ଜିନିଷ ସବୁ ହସ୍ପିଟାଲରେ। ଆଉ ଯେହେତୁ ଦୁଃଖ ଲାଗୁଛି, ଏ କ୍ୟାନ୍ସରଟା ମୋତେ ଥରେ ନୁହେଁ 2 ଥର ରିଟର୍ଣ୍ଣ କଲା, ଆଉ ବହୁତ ଜଲ୍ଦି। ତଥାପି ଭଗବାନ ମୋତେ ଏ ଯାଏକୁ ନେଇକି ଆସିଛନ୍ତି, ମାନେ ମୋତେ ଲାଗୁଛି ବୋଧେ ଭଗବାନଙ୍କର କିଛି ମାନେ ଅଲଗା କିଛି ପ୍ଲାନ୍ ଅଛି, ଗଡ୍ସ ପ୍ଲାନ୍, ଯେଉଁଟାକି ଆପଣମାନେ ସମସ୍ତେ ଶୁଣିଛନ୍ତି। ନହେଲେ ବହୁତ ଜଣ ମୋ ଠାରୁ ବଡ଼ ପେସେଣ୍ଟ ମାନେ ବି ତାଙ୍କର ଡେଥ୍ ହେଇଯାଇଛି, କିନ୍ତୁ ମୁଁ ଆଜି ଯାଏଁ ଭଗବାନ ମୋତେ ଭଲରେ ରଖିଛନ୍ତି, ବୋଧେ ଆପଣମାନଙ୍କ ଭଲ ପାଇବା ଆଉ ଆଶୀର୍ବାଦ ପାଇଁ। ଆଉ ପ୍ରଭୁ ଜଗନ୍ନାଥଙ୍କ ବିନା ଏସବୁ ଜିନିଷ କେବେ ସମ୍ଭବ ହେଇପାରିନଥାନ୍ତା, କାହିଁକିନା ସେତିକି ଚାହିଁଛି ବୋଲି ଏତିକି ଯାଇ ମୁଁ ଟ୍ରିଟମେଣ୍ଟ କରି ଆସିପାରିଛି। କାହିଁକିନା କାର୍ଟି ସେଲ୍ ଥେରାପି, ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, କେମୋ, ଏତେ ବ୍ରେନ୍ ରେଡ଼ିଏସନ୍ରେ ମୁଁ ବହୁତ ସାରା ଜିନିଷ ଭୁଲି ଯାଉଛି, ବହୁତ ସାରା ଜିନିଷ ବି ଭୁଲି ଯାଇଛି, ମନେ ପଡ଼ୁନାହିଁ କିଛି ବି। ତେଣୁ ଏତେ ସବୁ କଷ୍ଟ ପରେ ବି ମୁଁ ଆଜି ଭିଡ଼ିଓ କରିପାରିକି ଆପଣମାନଙ୍କୁ ଜଣେଇ ପାରୁଛି, ସେଇଟା ହିଁ ସବୁଠାରୁ ବଡ଼ କଥା। ତେଣୁ ଏ ଲଢ଼େଇ ଜାରି ରହିବ। ଏ କ୍ୟାନ୍ସରକୁ ମୁଁ ହରାଇବା ପାଇଁ ଚେଷ୍ଟା କରିବି, 100% ଚେଷ୍ଟା କରିବି। ଏ କ୍ୟାନ୍ସର ଯାହା ଯାହା ସବୁ ମୋ ସହିତ କରିଛି, ମୁଁ ତାକୁ କେମିତି ହରେଇବି, ତା ପାଇଁ ଯାହା ଯାହା ସବୁ ମୁଁ ସେଇ କ୍ୟାନ୍ସର ରିଲେଟେଡ୍ ଭିଡ଼ିଓସ୍ ଦେଖେ, ଭଲ ଡାଏଟ୍ ବି ନିଏ, ଆଉ ଭଲ ନିଦ ଏଇ କିଛି ଦିନ ହେଲାଣି ନିଦ ହେଇପାରୁନାହିଁ, ଟିକେ କଷ୍ଟ ଲାଗୁଛି। ଆଉ ସେଥିପାଇଁ ସେଇ ଟିକେ କଷ୍ଟ ପାଇଁ ଭଗବାନଙ୍କୁ ବି ଡାକୁଛି କି ଯଥାଶୀଘ୍ର ମୋର ଏଇ କଷ୍ଟକୁ ହରଣ କରନ୍ତୁ, ଆଉ ମୋତେ ଗୋଟେ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ସୁଯୋଗ ଆଉ ଥରେ, ଏଇଟି ଲାଷ୍ଟ ଚାନ୍ସ ମୋତେ ଦିଅନ୍ତୁ। ତେଣୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହୁଛି, ଯେଉଁମାନେ ବି ନିଜ ବାପା ମାଆଙ୍କୁ ପାଇଁ ଯଦି ଟିକେ ବି ଅଳ୍ପ ସମୟ ମିଳୁଛି, ଆପଣମାନେ ସମୟ ଦିଅନ୍ତୁ। ବାପା ମାଆଙ୍କୁ ସମସ୍ତେ ଆମେ ଆମମାନଙ୍କ ଗ୍ୟାଲେରୀରେ ସତରେ ମୁଁ ବି ନିଜେ କରିଛି, ମୋ ବାପା ମାଆଙ୍କ ଫଟୋ ବହୁତ ରେୟାର, କାହିଁକିନା ଆମେ ସମୟ ଦେଉନୁ ବାପା ମାଆଙ୍କୁ, ଯେଉଁମାନଙ୍କୁ ଆମେ ଅଧିକ ସମୟ ଦେବା କଥା ଆକ୍ଚୁଆଲି। କିନ୍ତୁ
ମୁଁ ଭାବୁଛି ଏପରେ ମୁଁ ନିଶ୍ଚିତ ଭାବରେ ସେସବୁ ଜିନିଷକୁ କରିବି। ଏମିତି ନୁହେଁ କି ମୁଁ ସମୟ ଦିଏନି, ମୁଁ ତ ଘରେ ରୁହେ, 2 ବର୍ଷ ହେଲାଣି ଘରେ ରହୁଥିଲି, ମାଆଙ୍କ ସହିତ ରହୁଥିଲି, ଘରେ ଭାଉଜ ଭାଇ ଦୋକାନ ଯାଉଥିଲି, ବାପାଙ୍କ ସହିତ ଦେଖା ହେଉଥିଲା ରେଗୁଲାରଲି, ସବୁ ଜିନିଷ ଚାଲୁଥିଲା। କିନ୍ତୁ ଏଇ 6 ମାସରେ ମୋତେ ଏକା ଏକା ଲାଗୁଛି, ଡେଲି ଡେଲି କଷ୍ଟ ବି ଫିଲ୍ ହେଉଛି, ଆଉ ବହୁତ ଦୁଃଖ ବି ଲାଗୁଛି। ତେଣୁ ଗୋଟେ ଥାଏନି ନା ରିଏଲାଇଜେସନର ସମୟ, ଏଇ 6 ମାସରେ ମୁଁ ମିସ୍ କରୁଛି ସମସ୍ତଙ୍କୁ, ମୋ ଭଉଣୀମାନଙ୍କୁ, ମୋ ଭିଣେଇଙ୍କୁ, ସମସ୍ତଙ୍କୁ ମିସ୍ କରୁଛି, ମୋ ପୁତୁରା, ମୋ ଭାଣିଜୀ। ତେଣୁ ଯେଉଁମାନେ ନିଜର କହିଲେ କେବଳ ଆଜିକାଲି ଦୁନିଆରେ ନିଜର ପରିବାର ହିଁ, ତେଣୁ ପରିବାର ସହିତ ରହିବା ପାଇଁ ମୁଁ ଇଚ୍ଛା କରୁଛି ବର୍ତ୍ତମାନ। କିନ୍ତୁ ଏଇ କ୍ୟାନ୍ସର ମୋତେ ମୋର କାଉଣ୍ଟସ୍ ବଢ଼ୁନାହିଁ। ତେଣୁ ଭଗବାନଙ୍କୁ ଡେଲି ଡେଲି ଡାକୁଛି। ତେଣୁ ଆପଣମାନେ ସମସ୍ତେ ଭଗବାନଙ୍କୁ ଡାକନ୍ତୁ କି ମୋର WBC ପ୍ଲେଟଲେଟ୍ ଆଉ ହିମୋଗ୍ଲୋବିନ୍ ବଢ଼ିଯାଉ। ଆଜି ବି ବ୍ଲଡ଼ ଲାଗିବ, ଆଉ ଅଳ୍ପ ସମୟ ପରେ ବ୍ଲଡ଼ ଆଉ ପ୍ଲେଟଲେଟ୍ସ ଲାଗିବ। WBC 100 ଅଛି, ମାନେ ଇନଫେକ୍ସନ୍ର ବହୁତ ଚାନ୍ସେସ୍ ଅଛି। ତେଣୁ ଭଗବାନଙ୍କୁ ଡାକୁଛି ଯେମିତିକି ଇନଫେକ୍ସନ୍ ଏକା କିଛି ନ ହଉ, ଆଉ ଭଲ ଭଲରେ ବାହାରେ। ଆଉ ଗୋଟେ କଥା ରହିଲା, ଯେଉଁମାନେ ବି ବାପା ମାଆଙ୍କୁ ଭଲ ପାଆନ୍ତି ନିଶ୍ଚିତ ଭାବରେ ବାପା ଆଉ ମାଆ କମେଣ୍ଟ କରିବେ। ଆଉ ମୋ ଭିଡ଼ିଓକୁ ଦେଖୁଥିବା ସମସ୍ତେ ବା ମୋତେ ଭଲ ପାଉଥିବା ସମସ୍ତ ଲୋକମାନଙ୍କୁ ମୁଁ ରିକ୍ୱେଷ୍ଟ କରିବି କି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ସମସ୍ତଙ୍କୁ ସେୟାର କରନ୍ତୁ। ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ରହିଲି, ଧନ୍ୟବାଦ, ଜୟ ଜଗନ୍ନାଥ।